ପିଲାମାନେ ଏଇଠି ଦେଖିବା 2 ମାର୍କିଆ ପ୍ରଶ୍ନ ଗୁଡ଼ିକ ଇତିହାସ ପ୍ରବନ୍ଧର। ତେଣୁ ପ୍ରଥମ ପ୍ରଶ୍ନ ଏଇଠି ତମମାନଙ୍କୁ କ'ଣ କରିବାକୁ ପଡ଼ିବ ନା ତମମାନଙ୍କୁ ମାନେ ପ୍ରବନ୍ଧ କ'ଣ ପ୍ରାବନ୍ଧିକ କିଏ ଲେଖିବାକୁ ପଡ଼ିବ, କାହିଁକି ନା ତମକୁ ପ୍ରଶ୍ନ ଦେଇଥିବ ଆଉ ତମକୁ ଉତ୍ତର କରିବାକୁ ପଡ଼ିବ। ପ୍ରଥମ ପ୍ରଶ୍ନ, ମନୁଷ୍ୟତର ବିଶେଷ ଲକ୍ଷଣ କ'ଣ? ଲେଖିବ ପ୍ରବନ୍ଧ ଇତିହାସ ପ୍ରାବନ୍ଧିକ ବିଶ୍ୱନାଥ କର। ତ ଉତ୍ତର କ'ଣ? ମନୁଷ୍ୟତର ବିଶେଷ ଲକ୍ଷଣ କ'ଣ ନା ଚିନ୍ତାଶୀଳ ସୂକ୍ଷ୍ମ ଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସୀ ମନୁଷ୍ୟତ୍ୱର ବିଶେଷ ଲକ୍ଷଣ। ମାନେ ମଣିଷ ତ ମଣିଷ, ମନୁଷ୍ୟତ୍ୱ ମାନେ କ'ଣ? ମାନେ ମଣିଷର ପ୍ରକୃତ ଗୁଣ କ'ଣ? ନା ମଣିଷର ପ୍ରକୃତ ଗୁଣ ହେବା ଦରକାର କ'ଣ ନା ସେ ଚିନ୍ତାଶୀଳ ସୂକ୍ଷ୍ମ ଦୃଷ୍ଟି, ମାନେ ଚିନ୍ତନ କରୁଥିବ। ସିଏ ମଣିଷ ଯଦି ଚିନ୍ତନ କରୁନି ତାହେଲେ ମଣିଷ ନୁହଁ। ଆଉ ସୂକ୍ଷ୍ମ ଦୃଷ୍ଟି ତାର ଥିବ, ତାହେଲେ ସୂକ୍ଷ୍ମ ଦୃଷ୍ଟି ଦ୍ୱାରା କ'ଣ କରିବ ନା ପ୍ରତ୍ୟେକଟି ଜିନିଷର ତତ୍ତ୍ୱ ନିରୂପଣ କରୁଥିବ, ପ୍ରତ୍ୟେକଟି ଜିନିଷର ତତ୍ତ୍ୱ ନିରୂପଣର ପ୍ରୟାସ କରୁଥିବ, ତାହେଲେ ଯାଇକି ଆମେ ମଣିଷ ତ କହିପାରିବା, ସେଇଟା ମଣିଷତ୍ୱ। ବୁଝିପାରିଲ? ସୂକ୍ଷ୍ମ ଦୃଷ୍ଟି ସମ୍ପୂର୍ଣ୍ଣ ଓ ଚିନ୍ତାଶୀଳ ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ କ'ଣ ବୁଝାଯାଏ? ସେମାନଙ୍କୁ ଆମେ ଯଦି ଦୃଷ୍ଟି ନିକ୍ଷେପ କରିବା କ'ଣ ବୁଝିବା? ନାଇଁ କି? ତ ଯେଉଁମାନେ ସୂକ୍ଷ୍ମ ଦୃଷ୍ଟି ସମ୍ପୂର୍ଣ୍ଣ ଓ ଚିନ୍ତାଶୀଳ ଶ୍ରେଣୀର, ଦେଖ ପିଲାମାନେ, ମନୁଷ୍ୟ ଯେ ଅନନ୍ତ ଦେବଙ୍କ ପ୍ରତିକୃତି, ଅନନ୍ତ ଦେବଙ୍କ ପ୍ରତିକୃତି। ତ ଶେଷୋକ୍ତ ଶ୍ରେଣୀର ମନୁଷ୍ୟମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ ବୁଝାଯାଏ କ'ଣ? ଯଦି ଆମେ ସେଇ ସୂକ୍ଷ୍ମ ଦୃଷ୍ଟି ସମ୍ପୂର୍ଣ୍ଣ ଚିନ୍ତାଶୀଳ ଶ୍ରେଣୀର ମନୁଷ୍ୟମାନଙ୍କୁ ଦେଖିବା, ତାହେଲେ ଆମେ ଅନୁଭବ କରିବା ଯେ ମନୁଷ୍ୟ ଅନନ୍ତ ଦେବଙ୍କ ପ୍ରତିକୃତି, ମାନେ ଈଶ୍ୱର ଦେବତା ମାନଙ୍କର ପ୍ରତିକୃତି ବା ଦେବତା, ସେଇ ମଣିଷ ହିଁ ଦେବତା ବୋଲି ଆମେ ଭାବିପାରିବା। ମନୁଷ୍ୟର ଅନନ୍ତ ଅତୀତ ଅନନ୍ତ ଭବିଷ୍ୟତ ସଙ୍ଗେ ସମ୍ବନ୍ଧ ବିଚ୍ଛିନ୍ନ ହେଲେ କ'ଣ ହେବ? এই ଯେଉଁ ଅନନ୍ତ ଅତୀତ ଆଉ ଅନନ୍ତ ଭବିଷ୍ୟତ ସଙ୍ଗେ ଯଦି ସମ୍ବନ୍ଧ ବିଚ୍ଛିନ୍ନ ହେବ, କ'ଣ ହେବ ନା ମନୁଷ୍ୟର ଯଦି ଅନନ୍ତ ଅତୀତ ଅନନ୍ତ ଭବିଷ୍ୟତ ସଙ୍ଗେ ସମ୍ବନ୍ଧ ବିଚ୍ଛିନ୍ନ ହେବ, ତାହେଲେ ମାନବ ଜୀବନର ମୂଲ୍ୟ କିଛି ରହିବ ନାହିଁ। କ'ଣ ନା ମାନବ ଜୀବନର ମୂଲ୍ୟ କିଛି ରହିବ ନାହିଁ। ତେଣୁ ଅନନ୍ତ ଅତୀତ ସହିତ ଭବିଷ୍ୟତ ସହିତ ସମ୍ପର୍କ ହେବା ଦରକାର ବୋଲି ଲେଖକ କହୁଛନ୍ତି। ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ କ'ଣ ହୁଏ? କ'ଣ ହୁଏ? ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମ୍ଭମାନଙ୍କର ହୃତ୍କମ୍ପ ଜାତ ହୁଏ। କ'ଣ ହୁଏ? ହୃତ୍କମ୍ପ ଜାତ ହୁଏ। ପିଲାମାନେ ଏଗୁଡ଼ିକ ମଧ୍ୟ MCQ ମଧ୍ୟ ଆସିପାରେ। ତେଣୁ ଏଇଟା ଧ୍ୟାନ ଦେବ, କାହିଁକି ନା ତମର ପ୍ରବନ୍ଧ ପ୍ରାବନ୍ଧିକ ଲେଖିଲେ 1 ମାର୍କ ଆଉ ଆନ୍ସର ଲେଖିଲେ 1 ମାର୍କ। 2 ମାର୍କିଆ ପ୍ରଶ୍ନ ବି ଆସିବ, 1 ମାର୍କିଆ MCQ ପ୍ରଶ୍ନ ବି ଆସିପାରେ। ତେଣୁ ମନ ଦେଇକି ଧ୍ୟାନ ଦିଅ। କେଉଁ କଥା ଶ୍ରବଣ କଲେ ପ୍ରାଣ ଅବସନ୍ନ ହୋଇପଡ଼େ? କେଉଁ କଥା ଶ୍ରବଣ କଲେ? କ'ଣ ନା ଲକ୍ଷ ଲକ୍ଷ ମହାପ୍ରାଣୀଙ୍କ ବିନାଶ ବାର୍ତ୍ତା ଶ୍ରବଣ କରି ଦୁଃଖରେ ଶୋକରେ ପ୍ରାଣ ଅବସନ୍ନ ହୋଇପଡ଼େ। ଏଇ ଯେଉଁ ବିପ୍ଳବ ହେଇଥିଲା, ଏଇ ଯେଉଁ ଆନ୍ଦୋଳନ, ସେଥିରେ ଯେଉଁ ଲକ୍ଷ ଲକ୍ଷ ମହାପ୍ରାଣୀଙ୍କ ବିନାଶ ବାର୍ତ୍ତା, ସେଇଟା ଶ୍ରବଣ କରି ଶୁଣିକିରି ଦୁଃଖରେ ଶୋକରେ ପ୍ରାଣ ଅବସନ୍ନ ହୋଇପଡ଼େ। ଜଗତର ଘୋର ପରିବର୍ତ୍ତନ ରାଶି ମଧ୍ୟରେ କ'ଣ ଅବସ୍ଥାନ କରୁଅଛି? କ'ଣ ଅବସ୍ଥାନ କରୁଅଛି ନା ପରିବର୍ତ୍ତନ ରାଶି ମଧ୍ୟରେ ଚିର ଅପରିବର୍ତ୍ତନୀୟ ସତ୍ୟ ଅବସ୍ଥାନ କରୁଛି। ଚିର ଅପରିବର୍ତ୍ତନୀୟ ସତ୍ୟ ଅବସ୍ଥାନ କରୁଛି। ମାନବ ସମାଜ ମଧ୍ୟରେ କେଉଁ ବ୍ୟାପାର ଚିରକାଳ ଲାଗିଯାଉଛି? ମାନବ ସମାଜ ମଧ୍ୟରେ କ'ଣ ନା ସତ୍ୟ ବିରୋଧୀର ବିନାଶ ଅନିବାର୍ଯ୍ୟ ଲାଗି ରହିଛି। ଏହି ବ୍ୟାପାର ଚିରକାଳ ଲାଗି ରହିଛି। କ'ଣ ନା ସତ୍ୟର ବିରୋଧ କରିକିରି ବିନାଶ ଅନିବାର୍ଯ୍ୟ। ଯିଏ ସତ୍ୟର ବିରୋଧ କରିଛି ତାର ବିନାଶ ଅନିବାର୍ଯ୍ୟ। ଏହି ସତ୍ୟ କଥାଟି ଏଇଟା ଚିରକାଳ ଲାଗି ରହିଛି। ସମସ୍ତ ମଣିଷମାନଙ୍କର ଗତି କେଉଁ ନିୟମରେ ନିୟମିତ ହେଉଛି ବୋଲି ଲେଖକ କହିଛନ୍ତି? ସମସ୍ତ ମଣିଷମାନଙ୍କର ଗତି କେଉଁ ନିୟମରେ? ନା କ'ଣ ନା ସମସ୍ତ ମଣିଷମାନଙ୍କର ଗତି ଏକ ଆଡ଼କୁ ଏବଂ ଏକ ଅଖଣ୍ଡ ନିୟମରେ ସମସ୍ତ ଘଟଣାବଳୀ ନିୟମିତ ହେଉଛି। ଅଖଣ୍ଡ ନିୟମ, ଗୋଟିଏ ସତ୍ୟ ଆଡ଼କୁ। ବିରୋଧ ମଧ୍ୟରେ କିଏ ସାମଞ୍ଜସ୍ୟ ଦର୍ଶନ କରେ? ଚିନ୍ତାଶୀଳ ମନୁଷ୍ୟ ସର୍ବତ୍ର ସବୁ ପ୍ରକାର ବିରୋଧ ମଧ୍ୟରେ ସାମଞ୍ଜସ୍ୟ ଦର୍ଶନ କରେ, ନାଇଁ କି? ସାମଞ୍ଜସ୍ୟ ଦର୍ଶନ କରେ। ପ୍ରଚଳିତ ଇତିହାସକୁ ଲକ୍ଷ୍ୟ କରି ସୁପ୍ରସିଦ୍ଧ ପଣ୍ଡିତ କ'ଣ କହିଛନ୍ତି? ପ୍ରଚଳିତ ଇତିହାସକୁ ଲକ୍ଷ୍ୟ କରି ସୁପ୍ରସିଦ୍ଧ ପଣ୍ଡିତ କହିଛନ୍ତି ଯେ ଏହା ଗଭୀର ଶୂନ୍ୟ ଗ୍ରାମ୍ୟ ଗଳ୍ପ।
कौन यह गभीर शून्य बा गभीरता शून्य ग्राम्य गल्प कोटा ना ए इतिहास। अच्छा प्राचीन चिकित्सा शास्त्र रे कहार समावेश देखा जाए प्राचीन चिकित्सा शास्त्र रे कहार न रसिकता भावुकता अलंकार और आडंबर समावेश देखा जाए। प्राचीन केउ धर्मशास्त्र ऐतिहासिक सत्य परिपूर्ण प्राचीन धर्मशास्त्र कौन ना वेद और बाइबेल वेद और बाइबेल ऐतिहासिक सत्य परिपूर्ण। देश कालर इतिहास केउठारे उज्जवल अक्षर लिखित होइछि। देश कालर इतिहास मंदिर गृह खोदित मूर्ति और फलकादि रे उज्जवल अक्षर लिखा जाइछि। पाठक कहा सहित संपर्क विस्तृत होई इतिहास अध्ययन करने विडंबना। पाठक वर्तमान संगे निज जीवन संगे अतीतर संपर्क विस्मृत होई माने भूली जाए इतिहास अध्ययन करने विडंबना मात्र। माने वर्तमान संगे और निज जीवन संगे अतीत को संपर्क विस्मृत कले माने हजई देले से इतिहास अध्ययन करने विडंबना। केउठी देश कालर दूरत्व विनिष्ट हो जाए ना समग्र ब्रह्मांडर अंतरतम प्रदेश रे एपरी एक साधारण भूमि अच्छी जोठारे कौनसी प्रकार भेद बा वैषम्य परिदृष्ट हुए ना सेठारे देश कालर दूरत्व विनष्ट हो जाए। प्राथमिक मनीष एटी पिला माने देखिबा यस प्राथमिक मनीष किपरि कालातिपात करूथुला। प्राथमिक मनीष कौन ना अरण्य शीत और ग्रीष्म वर्षारे असह्य कष्ट सह्य करी कंचा मांस फलमूल आहार करी कालातिपात करूथुला। सुसंतान और सुपितार कार्य कौन पैतृक धनराशि संगे सुउपार्जित संपत्ति जोग करवा ही सुसंतान और सुपितार कार्य। तेणु कौन ना पैतृक धनराशि संगे पैतृक धनराशि जेते अच्छी ता संगे स्वउपार्जित निज उपार्जित संपत्ति जोग करवा। रोम और भारत जहाँ रक्षा करि पारला नहीं ताकू रक्षा करने को केउं देश प्रस्तुत अच्छी ना रोम और भारत जहाँ रक्षा करि पारला नहीं ताकू रक्षा करने को इंग्लैंड और अमेरिका प्रस्तुत अछंती। योग्यतार लक्षण कौन ना साधुता सरलता सत्यनिष्ठा मैत्री क्षमा साहस वीर्य आदि योग्यतार लक्षण। भोगविलास आमोदरे कटाउथुवा व्यक्ति समाजर कौन करिपारे नाही। जो माने भोगविलास रे आनंदरे कटांती आमोदरे कटांती से माने कौन करिपारंती नाही ना समाजर उन्नति करिपारंती नाही। प्रत्येक जातिर इतिहास क्यों साक्ष्य प्रदान करुछि नहीं नीतिहीन अनुदार जाति कदापि सभ्यतार उच्चतर सोपान रे आरोहण करिपारे नहीं। माने जहार जो जातिर नीतिहीन अनुदार माने आदर जो जातिर नाही नीतिहीन को माने नीतिहीन नीति कोनोसी नाही आउ ताकू आदर करती नाही सभ्यतार उच्चतर सोपान रे पहुंची पारिबो नाही। तो प्रत्येक जातिर इतिहास ये साक्ष्य प्रदान करुछि। व्यक्तिर अलंघनीय कर्तव्य कौन तो सो जातिर इतिहास विशेष भाव में शिक्षा करने प्रत्येक व्यक्तिर अलंघनीय कर्तव्य। सो जातिर इतिहास शिक्षा करने केउथिरो हृदय को रक्षा करने सर्वोत्त भावे विधेय केउथिरो ना विकृत सो जाति प्रियतारो हृदय को रक्षा करने सर्वोत्त भावे विधेय। माने विकृत होइतबा सो जाति प्रियतार हृदय को रक्षा करवा माने सो जाति प्रियतार विकृत रक्षा करवा बुझी। तो पिला माने एठी आलोचना कले केमिति केमिति माने 20 रु 20 रखिबा तो आमे आलोचना करिथिले माइल ओडिया रे। वर्तमान इतिहासर 2 मार्किया प्रश्न आलोचना कले जोटा कि 1 मार्किया एमसीक्यू मध्ये ए भितरु आसीबो। तेणु समस्त को शेयर करिवो समस्त को आनी कि एठी जोड़िबो आमे पढ़िबा आगो को बढ़िबा एवं निश्चय आमे भल मार्क रखिबा। थैंक यू वेरी मच। रहिली बंदे उत्कल जननी।